नमस्कार। ମୁଁ ଓଡ଼ିଆ ସାବ ସ୍କୁଲ ପାଠରେ ଆପଣମାନଙ୍କୁ ସ୍ୱାଗତ କରୁଅଛି। ମୁଁ ଆଶା କରୁଛି ଆମ ଏହି ଓଡ଼ିଆ ସାବ ସ୍କୁଲ ପାଠ ଆପଣମାନଙ୍କୁ ଆଧ୍ୟାତ୍ମିକ ରୂପେ, ଶାରୀରିକ ରୂପେ ଓ ମାନସିକ ରୂପେ ସାହାଯ୍ୟ କରୁଛି। ବନ୍ଧୁ ଚାଲନ୍ତୁ ଆମେ ଏହି ସପ୍ତାହର ପାଠ ଦେଖିବା। ଆଉ ଏହି ସପ୍ତାହର ପାଠ ହେଉଛି ଶିଷ୍ୟମାନଙ୍କୁ ଶିକ୍ଷାଦାନ ପ୍ରଥମ ଭାଗ। ଶିଷ୍ୟମାନଙ୍କୁ ଶିକ୍ଷାଦାନ ପ୍ରଥମ ଭାଗ। ଏହା ଗଭୀର ରୂପେ ଜାଣିବା ପୂର୍ବେ ଚାଲନ୍ତୁ ଆମେ ସେହି ସଦାପ୍ରଭୁ ପରମେଶ୍ୱରଙ୍କ ଠାରେ ପ୍ରାର୍ଥନା କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର ଦୟାମୟ ଅନ୍ତର୍ଜମୀ ଅନୁଗ୍ରହ ପରମ ପିତା, ଧନ୍ୟବାଦ ଅର୍ପଣ କରୁଅଛୁ ବର୍ତ୍ତମାନ ଯେଉଁ ସମୟ ମାନଙ୍କୁ ଦେଇଅଛ ଏହି ସାବ ସ୍କୁଲ ପାଠ ପଢ଼ିବା ପାଇଁ, ଏହା ବୁଝିବା ପାଇଁ, ଏହା ଜାଣିବା ପାଇଁ ଆମମାନଙ୍କୁ ଶକ୍ତିରେ ଜ୍ଞାନରେ ପରିପୂର୍ଣ୍ଣ କର। ପବିତ୍ର ଆତ୍ମା ଦ୍ୱାରା ଆମମାନଙ୍କୁ ପରିଚାଳନା କର। ଶତ୍ରୁ ଶୟତାନ ହସ୍ତରୁ ଦୂରେଇ ରଖ। ପରିଶେଷ ଯେବେ ତୁମ ସେହି ସହସ୍ର ଦୂତଙ୍କ ସହ ଆସିବେ ସେତେବେଳେ ଆମମାନଙ୍କୁ ଏକ ବାସସ୍ଥାନ ଦିଅ ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁମୟ ନାମରେ ଏହି ଛୋଟ ଭିକ୍ଷା ମାଗୁଛି, ଶୁଣି ଗ୍ରହଣ କର। ଆମେନ୍। ବନ୍ଧୁ, କେଡ଼େ ସୁନ୍ଦର କଥା ଯୀଶୁଙ୍କ ଶିଷ୍ୟ ହେବା। କେଡ଼େ ମଧୁର କଥା ଯୀଶୁଙ୍କ ବିଷୟରେ ଜାଣିବା। କେଡ଼େ ଆନନ୍ଦର କଥା କି ଆମେ ଅନନ୍ତ ଜୀବନ ପ୍ରାପ୍ତ ହେବାକୁ ଯାଉଅଛୁ। ଅନନ୍ତ ଜୀବନ ସମସ୍ତଙ୍କୁ ମିଳେ ନାହିଁ। ଯେଉଁମାନେ କୃଷ୍ଣଙ୍କ ଠାରେ ବିଶ୍ୱାସ କରନ୍ତି, କୃଷ୍ଣଙ୍କ ଆଚର୍ଯ୍ୟ କାର୍ଯ୍ୟରେ ବିଶ୍ୱାସ କରନ୍ତି, କୃଷ୍ଣଙ୍କ ଠାରେ ସେମାନେ ରହନ୍ତି ଆଉ କୃଷ୍ଣଙ୍କ ବାକ୍ୟ ମାନନ୍ତି, ସେମାନଙ୍କୁ ଖ୍ରୀଷ୍ଟ ଆଶ୍ୱାସନା ଦିଅନ୍ତି ଯେ ସେମାନେ ଅନନ୍ତ ଜୀବନ ପ୍ରାପ୍ତ ହୁଅନ୍ତି। ଆପଣମାନେ ସେହି ଅନନ୍ତ ଜୀବନ ପ୍ରାପ୍ତ ହେବା ପାଇଁ ଇଚ୍ଛା କରୁଛନ୍ତି କି? ଏହି ଅନନ୍ତ ଜୀବନ କୌଣସି ଧନ ଦ୍ୱାରା, କୌଣସି ସମ୍ପତ୍ତି ଦ୍ୱାରା, କୌଣସି ଟଙ୍କା ଦ୍ୱାରା କି କୌଣସି ଜ୍ଞାନ ଦ୍ୱାରା କି କୌଣସି ଭାଗ୍ୟ ଦ୍ୱାରା ଆସେ ନାହିଁ ବନ୍ଧୁ। ଏହା ଖ୍ରୀଷ୍ଟଙ୍କ ଦ୍ୱାରା ଆସେ, ଯେହେତୁ ଖ୍ରୀଷ୍ଟ ହିଁ ମନୁଷ୍ୟର ଉଦ୍ଧାରକର୍ତ୍ତା, ଖ୍ରୀଷ୍ଟ ହିଁ ମୁକ୍ତିଦାତା। ଆଉ ସେଥିଯୋଗୁଁ ଖ୍ରୀଷ୍ଟ କହନ୍ତି, ଯଦି କେହି ମୋ ପଛେ ଯିବା ପାଇଁ ଇଚ୍ଛା କରନ୍ତି ବା ମୋ ଅନୁସରଣ କରିବା ପାଇଁ ଇଚ୍ଛା କରନ୍ତି, ସେ ନିଜକୁ ଅସ୍ୱୀକାର କରୁ ଆଉ କ୍ରୁଶ ବହି ସେ ଚାଲୁ ବୋଲି ସେ କହନ୍ତି। ବନ୍ଧୁ ଚାଲନ୍ତୁ ଆମ ଏହି ସ୍ୱର୍ଣ୍ଣ ପଦ ଦେଖିବା, ଯାହା ଲୁକ ତାର ମାର୍କ 8:34 ପାଉଅଛୁ। ସେଠି ଆମେ ପାଉଅଛୁ, ତତ୍ପରେ ଯୀଶୁ ଆପଣା ଶିଷ୍ୟମାନଙ୍କୁ ସହିତ ଲୋକ ସମୂହକୁ ନିକଟକୁ ଡାକି କହିଲେ। କଣ କହିଲେ? କେହି ଯେବେ ମୋହର ଅନୁଗାମୀ ହେବାକୁ ଇଚ୍ଛା କରେ, କେହି ଧନୀ ହଉ, ଗରିବ ହଉ, ଭିକାରୀ ହଉ, ଯେ କେହି ଯଦି ଈଶ୍ୱରଙ୍କର ଅନୁଗାମୀ ହେବା ପାଇଁ ଇଚ୍ଛା କରନ୍ତି, ତେବେ ସେ କଣ କରିବାକୁ ପଡିବ? ତେବେ ସେ ଆପଣାକୁ ଅସ୍ୱୀକାର ଆପଣାକୁ ଅସ୍ୱୀକାର କରିବାକୁ ପଡିବ। ତା ବାଦେ ପୁଣି ଆପଣା କୃଷ ଘେନି ମୋହର ଅନୁଗମନ କରିବାକୁ ପଡିବ। ବନ୍ଧୁ, କେଡ଼େ ସୁନ୍ଦର ଭାବରେ ସ୍ପଷ୍ଟ ରୂପେ ଯୀଶୁ ଆପଣଙ୍କୁ, ମତେ ଆଉ ସମସ୍ତଙ୍କୁ କହନ୍ତି, ଯଦି ଯେ କେହି ମୋହର ଅନୁସରଣ କରିବାକୁ ଚାହୁଁଛି, ଯେ କେହି ଅନନ୍ତ ଜୀବନ ପ୍ରାପ୍ତ ହେବାକୁ ଚାହୁଁଛି, ଯେ କେହି ସ୍ୱର୍ଗରାଜ ଯିବାକୁ ଇଚ୍ଛା କରୁଛି, ତାହେଲେ ଆମେ ନିଜକୁ ଅସ୍ୱୀକାର କରିବାକୁ ପଡିବ। ସଂସାରରୁ ବାହାରେ ରହିବାକୁ ପଡିବ। ପୃଥିବୀରେ ଥାଇ ବି ଈଶ୍ୱରଙ୍କ କାର୍ଯ୍ୟ କରିବାକୁ ପଡିବ, ତାଙ୍କଠାରେ ବିଶ୍ୱାସ କରିବାକୁ ପଡିବ। ଆଉ
ନିଜକୁ ଅସ୍ୱୀକାର କରିବାକୁ ପଡ଼ିବ ଆଉ କୃଷ ବହି ତାଙ୍କ ପଛେ ଯିବାକୁ ପଡ଼ିବ। ଯେବେ ଆମେ ଏହିପରି କରିବା ତାହେଲେ ଆମେ ସ୍ୱର୍ଗରାଜ୍ୟରେ ତାଙ୍କର ସନ୍ତାନ ତାଙ୍କର ସନ୍ତତି ସ୍ୱରୂପେ ବାସ କରିବା। ବିଶେଷ ଭାବରେ ଏହି ସପ୍ତାହର ପାଠରେ ଆମେ ଦେଖୁଛୁ ଦୁଇ ସୁସ୍ଥ ଯାହା ଯୀଶୁ ଖ୍ରୀଷ୍ଟ କରିଥିଲେ। ଆଉ ବିଶେଷ ଭାବରେ ମାର୍କ ତାର 8, 9 ଆଉ 10 ଯାହା ଆମେ ଯଦି ଦେଖିବା ସେଇ ପର୍ବରେ ଏହି ଦୃଷ୍ଟାନ୍ତ ଗୁଡାକ ଆମେ ପାଉଅଛୁ। ଯେପରି ଯୀଶୁ ସେଇ ଲୋକମାନଙ୍କୁ ସେଇ ସମୟରେ କିପରି ଶିକ୍ଷା ଦେଇଥିଲେ। ମାର୍କଙ୍କ ପ୍ରଥମାର୍ଥ ଯୀଶୁ କିଏ ତାହା ଉପରେ ଗୁରୁତ୍ୱାରୋପ କରେ। ବନ୍ଧୁ, ତାଙ୍କର ଶକ୍ତି ହଉଛି ଶକ୍ତିଶାଳୀ ଶିକ୍ଷା ଓ ଚମତ୍କାର ଯାହା ସମାନ ଦିଗକୁ ଉଚାଇଥାଏ। ଆଉ ସେ ହଉଛନ୍ତି ମସିହ। ଆଉ କାହାଣୀରେ ଏହି ଗୁରୁତ୍ୱପୂର୍ଣ୍ଣ ମହତ୍ୱପୂର୍ଣ୍ଣ ଯୀଶୁ ଶିଷ୍ୟମାନଙ୍କୁ ପଚାରିବେ ବା ପଚାରିଲେ ଯେ ସେମାନେ ତାଙ୍କୁ କିଏ ବୋଲି ବିଶ୍ୱାସ କରୁଛନ୍ତି, କିଏ ବୋଲି ସେମାନେ ଭାବନ୍ତି। ହଁ ବନ୍ଧୁ, ଆମେ ବେଲେ ବେଲେ ଲୋକେ ପଚାରନ୍ତି କି ତମେ ଯୀଶୁ ଖ୍ରୀଷ୍ଟଙ୍କୁ ବିଶ୍ୱାସ କରୁଛ, ଆଉ ଯୀଶୁ ଖ୍ରୀଷ୍ଟ କିଏ, କାହିଁକି ତାଙ୍କ ଠାରେ ତମେ ବିଶ୍ୱାସ କରୁଛ ବୋଲି ଯଦି ପ୍ରଶ୍ନ କରିବେ, ଯେପରି ପିତର ସେହି ପ୍ରଶ୍ନର ଉତ୍ତର ଦେଲେ, ଏକ କଠୋର ଉତ୍ତର ଦେଲେ। ଆଉ ସେ କହିଲେ ସଙ୍ଗେ ସଙ୍ଗେ କି ତୁମେ ଈଶ୍ୱରଙ୍କର ପୁତ୍ର, ତୁମେ ସେହି ମସିହ ବୋଲି ସେ କହିଲେ। ଆଉ ଯାହାକୁ ଆମେ ପରିଶେଷ ଦେଖୁଛୁ ସେଇ ମସିହ କୁଶରେ ମରଣ ହେଲେ ବୋଲି ଆମେ ଦେଖୁଅଛୁ। ତାହେଲେ ଚାଲନ୍ତୁ ଆମେ ଆଗକୁ ବଢିବା। ପ୍ରଥମ ଜିନିଷ ଆମେ ଦେଖିବା ଯେ ଏକ ପ୍ରଶ୍ନ ଆସିଥାଏ ଯାହା ଆମେ ମାର୍କ 8:22-30 ପଢିବା। ସେଠି ଆମେ ସ୍ପଷ୍ଟ ଭାବରେ ଦେଖୁଛୁ ଯେ କଣ ଦେଖୁଛୁ, ସେଠି ଆମେ ପଢୁଛୁ କି ଦୃଷ୍ଟିହୀନ ଲୋକଟିକୁ ଯୀଶୁ ସୁସ୍ଥ କରିଲେ। ଆଉ କରିବା ପାଇଁ ଯୀଶୁଙ୍କୁ କାହିଁକି ଦୁଇଟି ଷଷ୍ଠ ଲାଗିଲା ଏବଂ ଏହି ବିବରଣୀରୁ କଣ ଶିକ୍ଷା ଆମକୁ ମିଳେ ଦେଖିବା। ଯୀଶୁଙ୍କ ସୁସମାଚାରର ଯୀଶୁଙ୍କ ଦ୍ୱାରା ଆରୋଗ୍ୟ ଲାଭ କରିଥିବା ଅନେକ ଅନ୍ଧ ଲୋକ ବିଷୟରେ ସୂଚନା ଦିଆଯାଇଛି, ଯାହା ଆମେ ମାର୍କ 8:1-38 ପର୍ଯ୍ୟନ୍ତ ଦେଖୁଛୁ। ଆଉ ଅନେକ ଉଦାହରଣ ବି ଆମେ ପାଉଛୁ ଯାହା ମାର୍କ ତାର 10:46-52 ପାଉଛୁ। ସେଠି ଏହିପରି ପ୍ରକାଶିତ କରେ। ଆଉ ତାହା ଅନୁଯାୟୀ ଦୃଷ୍ଟିହୀନ ଯାହାର ନାମ ଥିଲା ବର୍ଟିମସ୍, ସେ ଆରୋଗ୍ୟ ଲାଭ କରିଥିଲେ। ସେହିପରି ମାଥିଉ 2 ଜଣ ଅନ୍ଧ ବ୍ୟକ୍ତିଙ୍କ ବିଷୟରେ ବୁଝାଇଛନ୍ତି। କିନ୍ତୁ ମାର୍କ 8:1-38 ନିଆରା ଅଟେ। ଏହାର କେବଳ ମାର୍କଙ୍କ ଠାରେ ଦେଖାଯାଏ ଏବଂ ଯୀଶୁଙ୍କ ଏହା ଏକମାତ୍ର ଚମତ୍କାର ଯାହାକୁ ସମ୍ପୂର୍ଣ୍ଣ ସ୍ପଷ୍ଟ ଆଣିବା ପାଇଁ ଦୁଇଟି କାର୍ଯ୍ୟ ଆବଶ୍ୟକ ପଡିଥିଲା, ଯାହାକି କାହାଣୀର ଏକ ଅଂଶର ଭାବରେ ଆମେ ଦେଖୁଅଛୁ। ଏହା ଏକ ହୃଦୟ ସ୍ପର୍ଶୀ ବିବରଣୀ ଯେ ଯୀଶୁ ସେହି ବ୍ୟକ୍ତିଙ୍କୁ ହାତ ଧରି ଗାଁ ବାହାରକୁ ନେଇଯାଇ ବ୍ୟକ୍ତିଗତ ଭାବରେ ଅକ୍ଷମତା ପ୍ରତି ତାଙ୍କର ସହାନୁଭୂତି ଅନୁଭବ କରାଇଲେ। ବନ୍ଧୁ, ଦୁଇଟି ସ୍ପର୍ଶ କାହିଁକି ତାହେଲେ? ଯେହେତୁ ଏହା ହେଉଛି ଏକମାତ୍ର ଚମତ୍କାର ଯେଉଁଥିରେ ଦୁଇଟି କାର୍ଯ୍ୟ ସମୃଦ୍ଧ ଅଛି। ଏହା ସମ୍ଭବ ଯୀଶୁଙ୍କ କୌଣସି ଶକ୍ତିର ଅଭାବ କାରଣରୁ ନୁହେଁ ବନ୍ଧୁ। ଏହା ପରିବର୍ତ୍ତେ ଏହା ଏକ କାର୍ଯ୍ୟକାରୀ ଦୃଷ୍ଟାନ୍ତ ଯେଉଁଥିରେ ଦର୍ଶାଉଛି ଯେ ଆଧ୍ୟାତ୍ମିକ ବୁଦ୍ଧି କିପରି ବେଲେ ବେଲେ ପ୍ରକାଶ
ପାଇବାକୁ ସମୟ ଲାଗେ। ଯୀଶୁଙ୍କ ଶିଷ୍ୟମାନଙ୍କ କ୍ଷେତ୍ରରେ ଏହା ହିଁ ଘଟୁଛି। ସେମାନେ ସେମାନଙ୍କୁ ଯୀଶୁଙ୍କ ବିଷୟରେ ବୁଝିବାକୁ ସମୟ ଲାଗିଲା। ଯେପରି ମାର୍କ 8:22-13-22-10 ଆଉ 52ରେ ଦେଖୁ, ଜଣେ ଅନ୍ଧ ବ୍ୟକ୍ତିଙ୍କ ଆରୋଗ୍ୟ ସହିତ ଆରମ୍ଭ ହୁଏ ଏବଂ ଶେଷ ହୁଏ। ଏହିପରି ମାର୍କ ଏହି ବିଭାଗରେ ଯୀଶୁ ତାଙ୍କ ଶିଷ୍ୟମାନଙ୍କୁ ତାଙ୍କର ଆଗାମୀ ମୃତ୍ୟୁ ବିଷୟରେ ବିଶେଷ ଭାବରେ ଶିକ୍ଷା ଦେଲେ। ସେ ସେମାନଙ୍କୁ ଅନେକ ଥର କହିଥିଲେ ମଧ୍ୟ ଏହା ସେମାନେ ବୁଝିବାରେ ଅସୁବିଧା ଥିଲେ। ଯେପରିକି ଦୃଷ୍ଟିହୀନ ବ୍ୟକ୍ତିଙ୍କ ଭଳି ସେମାନେ ଦୃଷ୍ଟିହୀନ ଥିଲେ, ସେମାନେ ବୁଝି ପାରୁନଥିଲେ। ଦୁଇଟି ଶସ୍ୟ ଦରକାର ସେମାନଙ୍କୁ, ଦୃଷ୍ଟିଶକ୍ତି, ପୁନରୁଦ୍ଧାର ବୁଦ୍ଧିମୟ ଶିଷ୍ୟରେ ରୂପକ ପାଲଟିଥାଏ। ଦୃଷ୍ଟିଶକ୍ତି ଆଉ ପୁନରୁଦ୍ଧାର ବୁଦ୍ଧିମୟ ବିଷୟରେ ରୂପକ ପାଲଟିଯାଏ। ବନ୍ଧୁ, ଶିକ୍ଷକ ମାନେ ପ୍ରଶ୍ନକୁ ଭଲ ପାଆନ୍ତି। ସେମାନେ ପ୍ରାୟତଃ ଜଣେ ଛାତ୍ରଙ୍କ ବୁଝାମଣା ଖୋଲିବାର ଚାବିକାଠି ଅଟନ୍ତି। ମାତ୍ର ମାର୍କ 8:1-38 ଏହି ଅଧ୍ୟାୟରେ ଯେ ଏହି ପୁସ୍ତକର ଏହି ପଏଣ୍ଟ ଅଛି, ତାହା ହେଉଛି ତିନୋଟି ବୈଶିଷ୍ଟ୍ୟ ଏହି ଦାବିକୁ ସୁନିଶ୍ଚିତ କରେ। ପ୍ରଥମ ହେଉଛି ଯୀଶୁ ତାଙ୍କର ପରିଚୟ ବିଷୟରେ ତାଙ୍କ ଶିଷ୍ୟମାନଙ୍କୁ ପ୍ରଶ୍ନ କରନ୍ତି, ଯାହା ସେ ଏହି ସମୟ ପୂର୍ବରୁ କେବେ ବି କରିନାହାନ୍ତି। ପ୍ରଥମ। ଦ୍ୱିତୀୟ, ପିତର ସେହି ପ୍ରଶ୍ନର ଉତ୍ତର ଦିଅନ୍ତି, ଘୋଷଣା କରନ୍ତି। ସେ କହନ୍ତି ଯୀଶୁ ହେଉଛନ୍ତି ମସୀହ। ଆଉ ତୃତୀୟତଃ ହେଉଛି ଯୀଶୁ କିଏ ତାହାର ଏହି ପ୍ରକାଶ ପରେ ସେ କେଉଁଠାକୁ ଯାଉଛନ୍ତି ତାହା କୃଷକୁ ବୁଝାଇବାକୁ ଆରମ୍ଭ କଲା। ବନ୍ଧୁ, ଯୀଶୁ କାହିଁକି ତାଙ୍କ ଶିଷ୍ୟମାନଙ୍କୁ କହନ୍ତି ଯେ ସେ ମସୀହ ବୋଲି କାହାକୁ କୁହନ୍ତୁ ନାହିଁ? ମନେ ରଖନ୍ତୁ, ପରମେଶ୍ୱରଙ୍କ ରାଜ୍ୟ ପ୍ରତିଷ୍ଠା କରିବା ଅସମ୍ଭବ ମନେ ହୁଏ, କିନ୍ତୁ ଯୀଶୁଙ୍କ ଦିନରେ ମସିହାରେ ଏକ ବିବାଦ ଥିଲା, ଆଉ ରୋମୀୟ ଶାସନରେ ଉଚ୍ଛେଦ କରିବାର ଏକ ରାଜନୀତି ସ୍ୱର ଥିଲା। ଏଥିଯୋଗୁଁ ଯୀଶୁ ପ୍ରଭୁ ସେମାନଙ୍କୁ ମସୀହ ବୋଲି କୁହନ୍ତୁ ନାହିଁ ବୋଲି ସେ କହିଥିଲେ। ବନ୍ଧୁ, ତାହେଲେ ଚାଲନ୍ତୁ ଆମେ ଆଗକୁ ବଢିବା। ତାହେଲେ ଶିଷ୍ୟତ୍ୱର ମୂଲ୍ୟ କଣ? ଯାହା ମାର୍କ 8:31-38, ସେଠି ଆମେ ଏକ ପ୍ରଶ୍ନ ପାଉଛୁ କି ଖ୍ରୀଷ୍ଟଙ୍କୁ ଅନୁସରଣ କରିବାର ମୂଲ୍ୟ ବିଷୟରେ ଯୀଶୁ ଏଠାରେ କଣ ଶିକ୍ଷା ଦିଅନ୍ତି? ଶିଷ୍ୟମାନେ ଯୀଶୁଙ୍କୁ ସହିତ ସେମାନଙ୍କର ସମ୍ପର୍କ ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ର ପହଞ୍ଚ ଅଛନ୍ତି। ଏବେ ସେମାନେ ଜାଣନ୍ତି ଯେ ସେ ହେଉଛନ୍ତି ମସୀହ, ଯାହା ମାର୍କ ପାଠକ ପୁସ୍ତକରେ ପ୍ରାରମ୍ଭ, ଏହା ଆମେ ଜାଣିଛୁ। ତେଣୁ ବେଳେ ବେଳେ ଭୁଲୁଥିବା ଶିଷ୍ୟମାନଙ୍କୁ ତୁଳନାରେ ତାଙ୍କର ଫାଇଦା ରହିଛି। ଯୀଶୁ ସେତେବେଳେ ପ୍ରଥମ ଶିଷ୍ୟମାନଙ୍କୁ ଡାକିଲେ, ଆଉ ସେ କହିଲେ ସେମାନଙ୍କୁ ମନୁଷ୍ୟମାନଙ୍କର ମତ୍ସ୍ୟଜୀବୀ କରିବେ ବୋଲି, ଆଉ ମନୁଷ୍ୟମାନଙ୍କୁ ଧରିବେ ବୋଲି ସେ ସେମାନଙ୍କୁ କହିଲେ। ଯେତେବେଳେ ସେ ଡାକିଲେ କୌଣସି ଅସୁବିଧାର କଥା ହୋଇନଥିଲା, କିନ୍ତୁ ବର୍ତ୍ତମାନ ଯେତେବେଳେ ସେମାନେ ପ୍ରକୃତରେ ଜାଣନ୍ତି ଯେ ସେ କିଏ, ସେ ତାଙ୍କର ମିଶନର ଲକ୍ଷ୍ୟ କଣ, ସେମାନଙ୍କୁ ପ୍ରକାଶ କରିଛନ୍ତି ଯେ ସେ ଅନେକ ଜିନିଷ ସହିବା, ପ୍ରତ୍ୟାଖ୍ୟାନ କରିବା ଏବଂ ହତ୍ୟା କରିବା ଏବଂ 3 ଦିନ ପରେ ପୁନର୍ବାର ଉଠିବା ଆବଶ୍ୟକ, ତାହା ବି କହିଲେ। ଏହା ଏକ ଆଶ୍ଚର୍ଯ୍ୟଜନକ ଖବର। ଯୀଶୁ ହିଁ ମସୀହ ବୋଲି ସ୍ୱୀକାର କରିଥିବାରୁ
ପିତର ଯୀଶୁଙ୍କୁ ପଛକୁ ନେଇ ଏପରି କଥା କହିବା ପାଇଁ ତାଙ୍କୁ କଡ଼ା ସମାଲୋଚନା କରନ୍ତି। ଏସବୁ ପରୋକ୍ଷ ବକ୍ତବ୍ୟରେ କୁହାଯାଉଥିଲା, କିନ୍ତୁ ବର୍ତ୍ତମାନ ସୁସମାଚାର ଲେଖକ ଯୀଶୁଙ୍କ ବାକ୍ୟଗୁଡ଼ିକ ବିଷୟରେ ରିପୋର୍ଟ କରିଛନ୍ତି, ଯାହା ପିତର ଶୁଣିବା ପରେ ନିଶ୍ଚିତ ଭାବରେ ଝୁଲୁଥିବା ସେ ପିତରଙ୍କ ଶୈତାନ ବୋଲି କହନ୍ତି ଏବଂ ତାଙ୍କୁ ତାଙ୍କ ବାଟରୁ ବାହାରି ଯିବାକୁ କହନ୍ତି। ବନ୍ଧୁ, ପିତରଙ୍କ କଥା ସେହିପରି ନଥିଲା ଯାହା ଯୀଶୁଙ୍କ ସମ୍ମୁଖରେ ହୋଇଥିବା ମହାନ ପରୀକ୍ଷାରେ ଯୀଶୁଙ୍କ ପାଇଁ ଏକ ସାହାଯ୍ୟ ଏବଂ ସ୍ୱାନ୍ତନା ହେବ। ସେମାନେ ଏକ ହଜିଯାଇଥିବା ଜଗତ ପ୍ରତି ପରମେଶ୍ୱରଙ୍କ ଅନୁଗ୍ରହର ଉଦ୍ଦେଶ୍ୟ ସହିତ ସମାନ ନଥିଲେ, କିମ୍ବା ଯୀଶୁ ତାଙ୍କ ନିଜ ଉଦାହରଣ ଦ୍ୱାରା ଶିକ୍ଷା ଦେବାକୁ ଆସିଥିବା ଆତ୍ମା ବଳିଦାନର ଶିକ୍ଷା ସହିତ ସମାନ ନଥିଲେ ବୋଲି ଭଉଣୀ ଏଲେନ୍ ଜି ହ୍ୱାଇଟ୍ ଲେଖନ୍ତି। ଯୀଶୁ କେବଳ ଶିଷ୍ୟତ୍ୱର ମୂଲ୍ୟ ନୁହେଁ, ବରଂ ଏହାର ମହାନ ମୂଲ୍ୟ ବିଷୟ ମଧ୍ୟ ବର୍ଣ୍ଣନା କରନ୍ତି। ଖ୍ରୀଷ୍ଟିଆନ ବିଶ୍ୱାସର ବିରୋଧାଭାବରେ ନିଜ ଜୀବନର ହରାଇବା ଏହାକୁ ଖୋଜିବାର ଉପାୟ ହୋଇଥାଏ। ଅପର ପକ୍ଷରେ ସମଗ୍ର ଜଗତକୁ ହାସଲ କରିବା କିନ୍ତୁ ଅନନ୍ତ ଜୀବନ ହରାଇବା ଅନାବଶ୍ୟକ। ମିଶନରୀ ଜିନ୍ ଏଲିୟମ୍ 1939 ମସିହା ଅକ୍ଟୋବର 28 ତାରିଖରେ ତାଙ୍କ ପ୍ରତିକ୍ରିୟାରେ ଏହାକୁ ଏତେ ସ୍ପଷ୍ଟ ଭାବରେ ବର୍ଣ୍ଣନା କରନ୍ତି ଯେ ସେ କୌଣସି ମୂର୍ଖ ନୁହନ୍ତି ଯିଏ ଯାହା ହାସଲ କରିପାରିବେ ନାହିଁ ତାହା ହାସଲ କରିବା ପାଇଁ ଯାହା ରଖିପାରିବେ ନାହିଁ ତାହା ଦିଅନ୍ତି। ସେ ଏହିପରି କହନ୍ତି। ବନ୍ଧୁ, ଜହନ ଯେପରି 12:25 ଆମେ ଦେଖିବା, ସେଠି ଯିଏ ତାର ଜୀବନକୁ ଭଲ ପାଏ ସେ ତାହା ହରାଇବ, ଏବଂ ଯିଏ ଏହି ସଂସାରର ତାର ଜୀବନକୁ ଘୃଣା କରେ ସେ ଏହାକୁ ଅନନ୍ତ ଜୀବନ ପାଇବ ବୋଲି ଯୀଶୁ ଖ୍ରୀଷ୍ଟ ନିଜେ କହିଲେ। ଚାଲନ୍ତୁ ଆମେ ଆଗକୁ ବଢିବା। ପର୍ବତ ଏବଂ ଜନସମୂହ। ମାର୍କ 9:1-13 ଏକ ପ୍ରଶ୍ନ ପଚାରି ଯାଇଛି ଯେ ପିତର, ଯାକୁବ ଓ ଜୋହନ ଯୀଶୁଙ୍କ ସହିତ ଗୋଟିଏ ରାତିରେ କଣ ଦେଖିଲେ? ଯାହା ମାର୍କ 9:1-13 ଆମେ ଦେଖୁ କି ପିତର, ଯାକୁବ ଓ ଜୋହନ ଯୀଶୁଙ୍କ ସହିତ ଗୋଟିଏ ରାତିରେ କଣ ଦେଖିଲେ? ଯଦି ମାର୍କ 1:9-1 ଯୀଶୁ ଭବିଷ୍ୟତବାଣୀ କରିଛନ୍ତି ଯେ ପରମେଶ୍ୱରଙ୍କ ରାଜ୍ୟ କ୍ଷମତାକୁ ଆସିବା ପୂର୍ବରୁ ତାଙ୍କ ସହିତ ଠିଆ ହୋଇଥିବା କିଛି ଲୋକ ମୃତ୍ୟୁର ସ୍ୱାଦ ଚାଖିବେ ନାହିଁ। ଆଉ ଏହି ଭବିଷ୍ୟତବାଣୀ କିଛି ଦିନ ମଧ୍ୟରେ ପୂରଣ ହୁଏ, ଯେତେବେଳେ ସେ ପିତର, ଯାକୁବ ଏବଂ ଜୋହନଙ୍କୁ ଏକ ଉଚ୍ଚ ପର୍ବତ ଉପରକୁ ଏକାକୀ ହୋଇ ସେମାନଙ୍କୁ ନେଇଗଲେ, ଆଉ ସେଠାରେ ତାଙ୍କୁ ସ୍ୱର୍ଗୀୟ ରାଜ୍ୟର ମହିମାର ପରିଣତ କରାଗଲା ବୋଲି ଆମେ ଦେଖୁଅଛୁ। ଯେପରିକି ସେମାନେ ଏଲିୟ ଓ ମୋଶା ସ୍ୱର୍ଗୀୟ ରାଜ୍ୟରୁ ଆସି ଯୀଶୁଙ୍କ ସହିତ କଥାବାର୍ତ୍ତା କରନ୍ତି, ଏହା ସେମାନେ ଦେଖିଲେ। ଲୁକ ଲିଖିତ ଯେ ସେମାନଙ୍କୁ ଯୀଶୁଙ୍କ ଗ୍ରୀକ ପ୍ରସ୍ଥାନ ବିଷୟରେ କହୁଥିଲେ, ଯାହା ସେ ଜେରୁସାଲେମରେ ସମ୍ମାନ କରିବାକୁ ଯାଉଥିଲେ। ତେଣୁ ମହିମାର ଏହି ଦୃଶ୍ୟ ଯୀଶୁଙ୍କ କ୍ରୁଶ ଉପରେ ଆସୁଥିବା ମୃତ୍ୟୁ ସହିତ ଜଡ଼ିତ। ଆଉ ଶିଷ୍ୟମାନେ ଯେତେବେଳେ ତାଙ୍କୁ କ୍ରୁଶରେ ଚଢ଼ିଥିବା ଦେଖିବେ, ସେତେବେଳେ ଏହା ଆଶା ସୃଷ୍ଟି କରିବ। ଆଉ ଏହି ଶିଷ୍ୟମାନେ, ସେମାନଙ୍କର ଏକ ସୌଭାଗ୍ୟ ଥିଲେ କି ସେମାନେ ଯୀଶୁକୁ ସେହି ପର୍ବତରେ ସେଇ ଯୋଉ ମୋଶା ଏଲିୟଙ୍କୁ ଦେଖିଲେ ବୋଲି ଆମେ ଦେଖୁଅଛୁ। ଯାହା ପରଦିନ ସକାଳେ ପର୍ବତ ତଳକୁ ଓହ୍ଲାଇବା ପରେ ତିନି ଶିଷ୍ୟ ଯୀଶୁଙ୍କୁ ଏଲିୟ ପ୍ରଥମେ ଆସିବା ବିଷୟରେ ପଚାରିଲେ। ପ୍ରଭୁ ବାବା,
ସମ୍ଭବତଃ ଏହି ଧାରଣା ଏହି ଆଶା ସହିତ ଜଡ଼ିତ ଯେ ଏଲିୟ ମସିହଙ୍କ ସମ୍ମୁଖରେ ପୁନର୍ବାର ଆସିବାର କରିବେ, ଯାହା ମାଲାକି 4:5-6 ସହିତ ଯଦି ଆମେ ତୁଳନା କରିବା, ଆମେ ଦେଖୁଛୁ କି ଯୀଶୁ ଉତ୍ତର ଦିଅନ୍ତି ଯେ ଏଲିୟ ଆସି ସାରିଛନ୍ତି, ଯାହାକି ଜହନ ବାପ୍ତିଜଙ୍କ ଉଦ୍ଦେଶ୍ୟରେ ସେ କହିଥିଲେ। ଯେମିତି ସେମାନେ ଜହନଙ୍କୁ ହତ୍ୟା କଲେ, ଠିକ ସେମିତି ଯୀଶୁ ସେମାନଙ୍କ ହାତରେ ମରିବେ ବୋଲି ସେ କହିଲେ। ଗୌରବ ରାତି ପରେ ପର୍ବତ ତଳ ଭାଗରେ ଥିବା ଦୃଶ୍ୟ ଦୁଃଖଦାୟକ ବିଶୃଙ୍ଖଳା ପୂର୍ଣ୍ଣ ଥିଲା ବନ୍ଧୁ। ଯଦି ଆମେ ମାର୍କ 9:14-19 ପଢିବା, ଏହିପରି ଆମେ ପାଇବା ବନ୍ଧୁ। 9 ଜଣ ଶିଷ୍ୟ ଏକ ରାକ୍ଷସ ପ୍ରବଣ ବାଲକର ସାକ୍ଷାତ କରିଥିଲେ, ଯାହାକୁ ସେମାନେ ଆରୋଗ୍ୟ କରିପାରିନଥିଲେ, ବା ଭୂତଗ୍ରସ୍ତ ଲୋକକୁ ସେମାନେ ସାକ୍ଷାତ କରିଥିଲେ। ସେଇ ଯେ 9 ଲୋକମାନେ, ଆଉ ସେଇ ଲୋକକୁ ସେମାନେ ଆରୋଗ୍ୟ କରିପାରିଲେ ନାହିଁ। ଆଉ ଯେବେ ଯୀଶୁ ସେତେବେଳେ ଘଟଣାସ୍ଥଳରେ ପହଞ୍ଚନ୍ତି, ସମସ୍ତେ ତାଙ୍କୁ ଦେଖିବା ପାଇଁ ଦୌଡ଼ି ଯାଆନ୍ତି। କାହାଣୀଟି ଶୁଣି ଉପରେ ସେଇ ଭୂତଗ୍ରସ୍ତର ଶକ୍ତି ଉନ୍ମୋଚ କରେ। ଯୀଶୁ ସେଇ ଭୂତଗ୍ରସ୍ତ କବର ଯାର ବିବରଣୀ ବିଷୟରେ ଅନୁସନ୍ଧାନ କରିବା ଦୀର୍ଘ ସମୟ ନେଉଥିବା ପରି ମନେ ହୁଏ। ଏହା ପିତାଙ୍କ ପାଇଁ ଅତ୍ୟଧିକ ସାବ୍ୟସ୍ତ ହୋଇଥାଏ ବନ୍ଧୁ, ଯିଏ କୁହନ୍ତି ମାର୍କ 9:22ରେ, ଯଦି ତୁମେ କିଛି କରିପାରିବ ତେବେ ଆମ ଉପରେ ଦୟା କର ଏବଂ ଆମକୁ ସାହାଯ୍ୟ କର ବୋଲି ସେଇ ଭୂତଗ୍ରସ୍ତ ଭୂତମାନେ କହନ୍ତି। ଆଉ ଆମେ ଦେଖୁଛୁ ମାର୍କ 9:23ରେ ଯୀଶୁ ସଙ୍ଗେ ସଙ୍ଗେ ସନ୍ଦେହର ଅଭିବ୍ୟକ୍ତିକୁ ଉଠାଇ ନେଲେ। ଆଉ ସୁଧା ପ୍ରଭୁଙ୍କ ପ୍ରତିକ୍ରିୟା କୁହାଯାଇପାରେ, ଯଦି ତୁମେ କରିପାରିବ ତେବେ ତୁମେ କଣ ବୁଝାଉଅଛ? ହଠାତ୍ ଆକାଶରୁ ବଜ୍ରପାତ ଭଳି ବାପା ଦେଖିଲେ ଯେ କେବଳ ତାଙ୍କ ପୁଅର ସମସ୍ୟା ନାହିଁ, ତାଙ୍କର ଅବିଶ୍ୱାସ ସମସ୍ୟା ରହିଛି, ଏବଂ ତାଙ୍କର ଅବିଶ୍ୱାସ ଯୋଗୁଁ ତାଙ୍କୁ ପୁଅ ସୁସ୍ଥ ହୋଇପାରେ। ହତାଶ ପିତା ନିଜକୁ ଯୀଶୁଙ୍କ ଦୟାରେ କରଣୀୟ ଶବ୍ଦରେ ନିୟୋଜିତ କଲେ। ମୁଁ ବିଶ୍ୱାସ କରେ, ମୋର ଅବିଶ୍ୱାସକୁ ସାହାଯ୍ୟ କର। ସେହିପରି ଯୀଶୁ ସେହି ପୁଅକୁ ସୁସ୍ଥ କଲେ ବୋଲି ଆମେ ଦେଖୁଅଛୁ। ବନ୍ଧୁ, ଚାଲନ୍ତୁ ଆମେ ଆଗକୁ ବଢିବା। କିଏ ସର୍ବଶ୍ରେଷ୍ଠ? ଯାହା ମାର୍କ 9:30-41ରେ ଯଦି ଆମେ ପଢିବା, ଯୀଶୁଙ୍କ ମୃତ୍ୟୁ ଏବଂ ପୁନରୁତ୍ଥାନ ବିଷୟରେ, ଯୀଶୁଙ୍କ ଦ୍ୱିତୀୟ ଭବିଷ୍ୟତବାଣୀ ବିଷୟରେ କଣ ଅଲଗା ଅଟେ? ମାର୍କ 8:31 ସହିତ ଯଦି ଆମେ ତୁଳନା କରିବା, ଏହା ବ୍ୟତୀତ ଶିଷ୍ୟମାନେ କଣ ବିଷୟରେ ଯୁକ୍ତି କରନ୍ତି ଏବଂ ଯୀଶୁ କଣ ସେମାନଙ୍କୁ ନିର୍ଦ୍ଦେଶ ଦିଅନ୍ତି? ବନ୍ଧୁ, ପ୍ରଥମ ଭବିଷ୍ୟତବାଣୀରେ ଯୀଶୁ ସେହି ଲୋକମାନଙ୍କ ବିଷୟରେ ଉଲ୍ଲେଖ କରି କହନ୍ତି ଯେଉଁମାନେ ତାଙ୍କୁ ପ୍ରତ୍ୟାଖ୍ୟାନ କରିବେ ଏବଂ ତାଙ୍କୁ ହତ୍ୟା କରିବେ। ଦ୍ୱିତୀୟ ଭବିଷ୍ୟତବାଣୀରେ ଯୀଶୁ ଏହି କଥାକୁ ଉଲ୍ଲେଖ କରିଛନ୍ତି ଯେ ସେ ପ୍ରତାରିତ ହେବେ ବୋଲି। ଆଉ ଏହି ସମୟରେ ବିଶ୍ୱାସଘାତ ଦର୍ଶାଇ ନାହିଁ, କିନ୍ତୁ ପାଠକ ପୂର୍ବରୁ ଜାଣନ୍ତି ଯେ ଯହୂଦାଙ୍କ ପରିଚୟ ହେତୁ ଏହା କିଏ। ମାର୍କ 3:19 ଯଦି ଆମେ ଦେଖିବା, ପୁନର୍ବାର ସୁଦ୍ଧା ପ୍ରଭୁ 3 ଦିନ ପରେ ହତ୍ୟା ଏବଂ ପରେ ଉଠିବା କଥା ସେମାନଙ୍କୁ କୁହନ୍ତି, କିନ୍ତୁ ଶିଷ୍ୟମାନେ ପ୍ରଥମ ଭବିଷ୍ୟତବାଣୀ ତୁଳନାରେ ଏହି ଭବିଷ୍ୟତବାଣୀର ବିବରଣୀରେ କମ୍ ଆଗ୍ରହୀ ଥିବା ଜଣା ପଡିଛି ବନ୍ଧୁ। ଅବାଞ୍ଛିତ ଖବର ଚର୍ଚ୍ଚା ବିଷୟ ପାଲଟି ନାହିଁ, ଯାହା ଆମେ ମାର୍କ ତାର 8:27, ଯୀଶୁ ସେହି ସିଜେରିଆ ଫିଲିପ ନିକଟରେ ଗାଲିଲ ସାଗର ଉତ୍ତରରେ ଥିଲେ, ଆଉ ସେଇ ଗାଲିଲ ଦେଇ ଗତି କରୁଛନ୍ତି
ଏବଂ ସେ କପରନହମରେ ପ୍ରବେଶ କରନ୍ତି। ଆଉ ତେଣୁ ଉତ୍ତରରୁ ଦକ୍ଷିଣ ଦିଗକୁ ତାଙ୍କ ଯାତ୍ରାର କଳ୍ପନା କରିବା କଷ୍ଟକର ନୁହେଁ ବନ୍ଧୁ। କିନ୍ତୁ 12 ଜଣ ଶିଷ୍ୟ ପଛରେ ପଡ଼ିଥିବାରୁ ସେ ଏକାକୀ କପରନହମରେ ପ୍ରବେଶ କରନ୍ତି। ଗୃହରେ ବାଟରେ ସେମାନଙ୍କ ଆଲୋଚନା ସମ୍ପର୍କରେ ପଚାରି ବୁଝିଥିଲେ। କେହି କୁହନ୍ତୁ ନାହିଁ। ଏହି ପ୍ରଶ୍ନରେ ସେମାନଙ୍କ ଅସୁବିଧାର ନିଶ୍ଚିତ ସଂକେତ। ଯେମିତି ପିଲାମାନେ କିଛି ଭୁଲ ବୋଲି ଜାଣନ୍ତି, କିଏ ଶ୍ରେଷ୍ଠ ତାହାକୁ ନେଇ ସେମାନଙ୍କ କଥାବାର୍ତ୍ତା ଚାଲିଥିଲା ବନ୍ଧୁ ଶିଷ୍ୟମାନଙ୍କ ମଧ୍ୟରେ। ଅଧିକାଂଶ ଲୋକ ଏହାକୁ ସ୍ୱୀକାର କରିବାକୁ ଯେତିକି ଇଚ୍ଛୁକ ନୁହନ୍ତି, କିଏ ଶ୍ରେଷ୍ଠ ସମସ୍ତଙ୍କ ଠାରୁ ଏହି ପ୍ରଶ୍ନ ସମସ୍ତେ ଚିନ୍ତା କରନ୍ତି, ଆଜି ମଧ୍ୟ ଚିନ୍ତା କରନ୍ତି। ପ୍ରତ୍ୟେକ ସଂସ୍ଥାରେ ଏହି ଚିନ୍ତା, ଆମ ମଣ୍ଡଳୀରେ ବି ଏହି ଚିନ୍ତା, ଏହି କଥା ଚାଲିଛି ବନ୍ଧୁ। ପ୍ରତ୍ୟେକ ସଂସ୍ଥାରେ ଏହିପରି ଚିନ୍ତା ଚାଲିଛି କି କିଏ ଶ୍ରେଷ୍ଠ, କିଏ ବଡ଼ ହେବ। ସେହିପରି ସେହି ସମୟରେ ଶିଷ୍ୟମାନେ ମଧ୍ୟ ଏହିପରି ଚିନ୍ତାଧାରାରେ ଥିଲେ। କିନ୍ତୁ ପରମେଶ୍ୱରଙ୍କ ରାଜ୍ୟର ଏହି ଧାରଣା ଓଲଟା ଥିଲା ବନ୍ଧୁ। ସେମାନେ ଯୀଶୁ ଏହି ଜଗତରେ ଆପଣା ରାଜ୍ୟ ସ୍ଥାପନ କରିବେ, ଆଉ ସେହି ରାଜ୍ୟରେ ସେମାନେ କିଏ ଶ୍ରେଷ୍ଠ ହେବେ। ଯେପରିକି ଆମ ଦେଶରେ ପ୍ରଧାନମନ୍ତ୍ରୀ ଓ ଅନ୍ୟାନ୍ୟ ମନ୍ତ୍ରୀ ମାନେ ଅଛନ୍ତି। ଆଉ ସେହି ସମୟରେ ମଧ୍ୟ ସେମାନେ ଭାବୁଥିଲେ କି ସେମାନଙ୍କ ଠାରୁ ପ୍ରଧାନମନ୍ତ୍ରୀ କିଏ ହେବେ। ପ୍ରଭୁ ଯୀଶୁ ହେବେ ରାଜା, ଆଉ ପ୍ରଧାନମନ୍ତ୍ରୀ ଆଉ ସେହିପରି ଅନ୍ୟାନ୍ୟ ମନ୍ତ୍ରୀ କିଏ ହେବେ ବୋଲି ସେମାନେ ନିଜ ନିଜକୁ ପ୍ରଶ୍ନ କରୁଥିଲେ। ଆଉ ଯୀଶୁ ଏହି ସମସ୍ୟାକୁ ଦୁଇଟି କାର୍ଯ୍ୟରେ ଉତ୍ତର ଦିଅନ୍ତି। ଆଉ ପ୍ରଥମ ହେଉଛି ସେ ସ୍ପଷ୍ଟ ବୟାନ ଦିଅନ୍ତି ଯେ ପ୍ରଥମ ସର୍ବଶ୍ରେଷ୍ଠ ହେବାକୁ ହେଲେ ଆପଣଙ୍କୁ ସେବକ ହେବାକୁ ପଡ଼ିବ। ସର୍ବଶ୍ରେଷ୍ଠ ହେବାକୁ ହେଲେ ଆପଣଙ୍କୁ ସେବକ ହେବାକୁ ପଡ଼ିବ। ତାପରେ ଯୀଶୁ ଏକ କାର୍ଯ୍ୟ ଦ୍ୱାରା ତାଙ୍କର ଅର୍ଥ ବର୍ଣ୍ଣନା କରନ୍ତି। ବୋଧ ହୁଏ ନିକଟରେ ଏକ ଶିଶୁ ଠିଆ ହୋଇ ଶୁଣୁଥିଲା, ଆଉ ଯୀଶୁ ସେହି ଶିଶୁକୁ ନେଇ ଗୋଷ୍ଠୀ ମଝିରେ ରଖି ସେ କହିଲେ, ଶିଶୁ ପାଇଁ ଭୟଙ୍କର ହେବା, ଏହା ଶିଶୁ ପାଇଁ ଭୟଙ୍କର ହେବ। କିନ୍ତୁ ତାପରେ ଯୀଶୁ ପିଲାଟିକୁ ନିଜ କୋଳରେ ନେଇ ଦୃଶ୍ୟକୁ ଆରାମ ଦିଅନ୍ତି। ସେ ଶିକ୍ଷା ଦିଅନ୍ତି ଏହିପରି, ଯଦି ତୁମେ ସନ୍ତାନକୁ ଗ୍ରହଣ କର, ତୁମେ ତାଙ୍କ ଗ୍ରହଣ କର, ଏବଂ ଯଦି ତୁମେ ତାଙ୍କୁ ଗ୍ରହଣ କର, ତୁମେ ତାର ପିତାଙ୍କୁ ଗ୍ରହଣ କର। ତେଣୁ ସର୍ବନିମ୍ନ ସନ୍ତାନ ନିଜେ ଈଶ୍ୱରଙ୍କ ସହ ଯୋଡ଼ି ହୋଇ ରହିଥାଏ। ଜହନ ବାହାର ଲୋକଙ୍କ ବିଷୟରେ ଏକ ପ୍ରଶ୍ନ ପଚାରନ୍ତି ଏବଂ ଯୀଶୁ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ଦିଅନ୍ତି, ଯାହା ଆମ ବିରୁଦ୍ଧରେ ନୁହେଁ, ସେମାନେ ଆମ ପାଇଁ ଅଟନ୍ତି। ସଦାପ୍ରଭୁ ନିଶ୍ଚିତ କରନ୍ତି ଯେ ଖ୍ରୀଷ୍ଟିଆନ ସେବାର ଥିବା ଲୋକମାନଙ୍କ ଛୋଟ ଛୋଟ ଉପାୟରେ ମଧ୍ୟ ସାହାଯ୍ୟ କରିବା ସ୍ୱର୍ଗ ଅନଦେଖା ହୁଏ ନାହିଁ ବୋଲି ସେ କହନ୍ତି। ଚାଲନ୍ତୁ ଗୁରୁବାର ଦିନକୁ ଆମେ ଦେଖିବା। ନର୍କରେ ସୁସ୍ଥ ମଣିଷ, ଯାହା ମାର୍କ 9:42-50 ଆମେ ପାଉଛୁ। ଯଦି ପଢିବା, ସେଠି ଏକ ପ୍ରଶ୍ନ କରାଉଛି, ଯୀଶୁଙ୍କ ଶିକ୍ଷାକୁ ଏହି ଅଧ୍ୟାୟରେ କଣ ଏକାଠି ଜଣାଯାଇଛି। ପ୍ରାରମ୍ଭରେ ଏହି ଅଧ୍ୟାୟଟି ଯୀଶୁଙ୍କ ଭିନ୍ନ ଭିନ୍ନ ଶିକ୍ଷାର ଏକ ସଂକଳ୍ପନ ବୋଲି ମନେ ହୁଏ, ଯାହା ବିନା କୌଣସି କତିବା କିମ୍ବା କବିତା କିମ୍ବା କାରଣରେ ଏକାଠି କରାଯାଇଛି। ତେବେ ଗଭୀର ଭାବରେ ଦେଖିଲେ ଜଣାପଡ଼େ ଯେ ପ୍ରତ୍ୟେକ କ୍ରମାଗତ ଶିକ୍ଷାଦାନର ପୂର୍ବ ଶିକ୍ଷା ସହିତ ଏକ ଆକର୍ଷଣୀୟ ସମ୍ପର୍କ ଅଛି। ଆଉ ଏହି ଶବ୍ଦଟି ତିନୋଟି
ମୁଖ୍ୟ ଶବ୍ଦକୁ ନେଇ ଗଠିତ, ଯାହା ନିର୍ଦ୍ଦେଶକୁ ପର୍ଯ୍ୟାୟ କ୍ରମେ ଆଗେଇ ନେଇଥାଏ। ତାହା ହେଉଛି ପାପର କାରଣ। 2. ଅଗ୍ନି ଏବଂ ଲୁଣ। ପ୍ରଥମ ଶିକ୍ଷା ହେଉଛି ଛୋଟ ପିଲା ବିଷୟରେ, ନୂତନ ବିଶ୍ୱାସୀ ମାନଙ୍କ ବିଷୟରେ ହେଉଛି। ପ୍ରାଚୀନ ସମାଜରେ ସବୁଠାରୁ ଦୁର୍ବଳ, ବିଧବା, ଅନାଥ ଏବଂ ବିଦେଶୀ ମାନଙ୍କ ଯତ୍ନ ନେବାର ପୁରୁଣା ନିୟମ ନୀତି ପରି ଏହି ନୂତନ ଧର୍ମାନ୍ତରିତ ମାନଙ୍କ ବିଶେଷ ଯତ୍ନ ନେବାର ଦାୟିତ୍ୱ ପରମେଶ୍ୱରଙ୍କ ରାଜ୍ୟର ଶିକ୍ଷକ ଏବଂ ନେତାମାନଙ୍କୁ ଦିଆଯାଉଛି। ଯୀଶୁ ଅଧ୍ୟାତ୍ମିକ ଭାବରେ କହନ୍ତି ଯେ ଏହି ଛୋଟ ଛୁଆ ମାନଙ୍କ ମଧ୍ୟରୁ ଜଣେ ପାପ କରିବା ଅପେକ୍ଷା ସମୁଦ୍ରରେ ବୁଡ଼ିଯିବା ଭଲ ହେବ ବୋଲି ସେ କହିଲେ। ଦ୍ୱିତୀୟ, ପାପର କାରଣ ଶବ୍ଦଟି ଏହି ଅଧ୍ୟାୟର ସବୁଠାରୁ ଲମ୍ବା ଶିକ୍ଷା ଦିଏ। ପାଠକ ସମ୍ମାନରେ ଦୁଇଟି ସମସ୍ୟା ରହିଛି। ପ୍ରଥମ, ଯୀଶୁ କଣ ପ୍ରକୃତରେ ଲୋକମାନଙ୍କୁ ହାତ କିମ୍ବା ଗୋଡ଼ କାଟିବା କିମ୍ବା ଆଖି ତୋଳିବାକୁ ଶିକ୍ଷା ଦେଉଛନ୍ତି? ନା। ଦ୍ୱିତୀୟତଃ, ସେ କଣ ଅନନ୍ତ ଜ୍ୱଳୁଥିବା ନର୍କ ଶିଖାଉଛନ୍ତି? ନା। ପ୍ରଥମ ପ୍ରଶ୍ନର ଉତ୍ତର ହେଉଛି ନା। ଯୀଶୁ ଅସଦାଚରଣ ଶିଖାଉ ନାହାନ୍ତି, ଯାହାକୁ ଯିହୁଦୀ ଧର୍ମରେ ପ୍ରତ୍ୟାଖ୍ୟାନ କରାଯାଇଥିଲା। ସେହିପରି ଦ୍ୱିତୀୟ ବିବରଣ ତାର 14:1ରେ ଯଦି ଆମେ ତା ସହିତ ପ୍ରଥମ ରାଜା 18:27ରେ ଯଦି ତୁଳନା କରିବା, ଏହା ଭଲ ଭାବରେ ଆମେ ଜାଣିପାରିବା। ବନ୍ଧୁ, ସଦାପ୍ରଭୁ ନିଜର କଥା କହିବା ପାଇଁ ବ୍ୟବହାର କରୁଛନ୍ତି। ଯଦି ହାତ, ପାଦ କିମ୍ବା ଆଖି ହରାଇବା ଭୟଙ୍କର, ତେବେ ଖ୍ରୀଷ୍ଟିଆନଙ୍କ ପାଇଁ ପାପ କରିବା କେତେ ଅଧିକ ଦୁଃଖର କଥା ହେବ, ଏହା ଟିକେ ମନରେ ରଖନ୍ତୁ ବନ୍ଧୁ। ଯଦି ଯୀଶୁ କହନ୍ତି କି ହାତ, ପାଦ କିମ୍ବା ଆଖି ହରାଇବା ଏକ ଭୟଙ୍କର କଥା, ତାହେଲେ ଖ୍ରୀଷ୍ଟିଆନ ମାନଙ୍କ ପାଇଁ ପାପ କରିବା ତାହେଲେ କେତେ ଅଧିକ ଦୁଃଖଦାୟକ ହେବ ନାହିଁ। ଯେହେତୁ ଖ୍ରୀଷ୍ଟିଆନ ହୋଇ ଯଦି ଆମେ ପାପ କରୁଅଛୁ, ଖ୍ରୀଷ୍ଟକୁ ଜାଣି ଯଦି ଆମେ ପାପ କରୁଅଛୁ, ତାହେଲେ ଆମ ପାଇଁ ସେଇ ସ୍ୱର୍ଗ ରାଜ୍ୟ ନାହିଁ। ଯେହେତୁ ଆମେ ଜାଣି ଜାଣି ପାପ କରୁଅଛୁ, ଯଦି ମୁଁ ଜାଣି ନାହିଁ ଆଉ ସେ ପାପ କରୁଛି, ତାହେଲେ ପ୍ରଭୁ ମତେ କ୍ଷମା କରିବ। ଆଉ ଯଦି ମୁଁ ଜାଣିଛି ଆଉ ବୁଝୁଛି, ତା ବାଦେ ମୁଁ ଯଦି ପାପ କରୁଛି, ତାହେଲେ ମୁଁ ସେଇ ପାପର ପ୍ରାୟଶ୍ଚିତ୍ତ ନେବାକୁ ପଡିବ। ଦ୍ୱିତୀୟ ପ୍ରଶ୍ନକୁ ମଧ୍ୟ ନକାରାତ୍ମକ ଉତ୍ତର ମିଳିଥାଏ। ତାହା ହେଉଛି ନା। ଯୀଶୁ ଅନନ୍ତ ଜ୍ୱଳୁଥିବା ନର୍କ ଶିଖାଉ ନାହାନ୍ତି ବନ୍ଧୁ, ଯେପରି ଅନେକ ଲୋକ ଏହିପରି ଭାବନାରେ ଅଛନ୍ତି। ଆମେ କେମିତି ଜାଣୁ? ପ୍ରଥମ, ଏହି ଅଧ୍ୟାୟରେ ଏକ ନିର୍ଦ୍ଦିଷ୍ଟ ଦିଗ ରହିଛି। ଗୋଟିଏ ଆଖି କିମ୍ବା ଗୋଟିଏ ପାଦ କିମ୍ବା ଗୋଟିଏ ହାତରେ ସ୍ୱର୍ଗୀୟ ସହରରେ ପ୍ରବେଶ କରୁଥିବା ଲୋକମାନଙ୍କୁ ବିଚାର କରନ୍ତୁ। ତାପରେ ସେହି ଲୋକମାନଙ୍କୁ ବିଚାର କରନ୍ତୁ ଯେଉଁମାନେ ସମ୍ପୂର୍ଣ୍ଣ ନର୍କକୁ ଯାଇଛନ୍ତି। ଏହା ଅନ୍ୟ ଉପାୟ ହେବା ଉଚିତ ନୁହେଁ କି? ନର୍କରେ ସୁସ୍ଥ ମଣିଷ, ତାହା ହେଉଛି କେମିତି? ଏକ ଗମ୍ଭୀର ପ୍ରଶ୍ନର ଏଭଳି କେମିତି ଜଣେ ବ୍ୟକ୍ତିଙ୍କୁ ଭାବିବାକୁ ବାଧ୍ୟ କରେ ଯେ ଯୀଶୁ ଏକ ବିନ୍ଦୁକୁ ଅତ୍ୟଧିକ ଭାବରେ ଚିତ୍ରଣ କରୁଛନ୍ତି। ପାପକୁ ଏତେ ଗମ୍ଭୀର ଭାବରେ ସହ ନେବା ଉଚିତ ଯେ ପାପ ଅପେକ୍ଷା ହାତ, ପାଦ କିମ୍ବା ଆଖି ହରାଇବା ଭଲ ବୋଲି ସେ କହନ୍ତି। ନର୍କ ନିରନ୍ତର ହେବା ବିଷୟରେ ଏହାର ପରିଣାମ ଅନନ୍ତ ନର୍କର ଅଗ୍ନି ନୁହେଁ। କାରଣ
ପରମେଶ୍ୱର ଜଗତକୁ ଏତେ ଭଲ ପାଇଥିଲେ ଯେ ସେ ତାଙ୍କ ଏକମାତ୍ର ପୁତ୍ରକୁ ଦାନ ଦେଲେ, ଯେ କେହି ତାଙ୍କଠାରେ ବିଶ୍ୱାସ କରେ ସେ କେବେ ହେଲେ ବିନଷ୍ଟ ହେବେନି ବୋଲି ଜହନ 3:16 ଆମେ ପାଉଅଛୁ। ବନ୍ଧୁ, ତାହେଲେ ଚାଲନ୍ତୁ ସେହି ଯୀଶୁ ଖ୍ରୀଷ୍ଟଙ୍କ ଠାରେ ଆମେ ବିଶ୍ୱାସ କରିବା। ସମ୍ମାନ ଆଗରେ ହିଁ ନମ୍ରତା, ମନୁଷ୍ୟମାନଙ୍କ ସମ୍ମୁଖରେ ଏକ ଉଚ୍ଚ ସ୍ଥାନ ପୂରଣ କରିବା ପାଇଁ ସ୍ୱର୍ଗ ସେହି ଶ୍ରମିକଙ୍କୁ ଚୟନ କରେ ଯିଏ ଜହନ ବାପ୍ତିଜଙ୍କ ପରି ପରମେଶ୍ୱରଙ୍କ ସମ୍ମୁଖରେ ଏକ ନିମ୍ନ ସ୍ଥାନ ଗ୍ରହଣ କରେ। ସବୁଠାରୁ ସନ୍ତାନ ଭଳି ଶିଷ୍ୟ ହେଉଛନ୍ତି ଈଶ୍ୱରଙ୍କ ପାଇଁ ପରିଶ୍ରମରେ ସବୁଠାରୁ ଦକ୍ଷ। ସ୍ୱର୍ଗ ବୁଦ୍ଧି ଜୀବୀମାନେ ତାଙ୍କୁ ସହଯୋଗ କରିପାରିବେ, ଯିଏ ନିଜ ଉତ୍ସାହିତ କରିବା ପାଇଁ ନୁହେଁ ବରଂ ଆତ୍ମାମାନଙ୍କୁ ରକ୍ଷା କରିବା ପାଇଁ ଚାହୁଁଛନ୍ତି। ଏହିପରି ଭଉଣୀ ଏଲେନ୍ ଜି ହ୍ୱାଇଟ୍ କୁହନ୍ତି। ବନ୍ଧୁ, ଶିକ୍ଷା ଓ ସଂଶୋଧନ ହେଉ, ଚରିତ୍ରର ଆଭିଜାତ୍ୟ ହେଉ, ଖ୍ରୀଷ୍ଟିଆନ ପ୍ରତି ପ୍ରଶିକ୍ଷଣ, ଧାର୍ମିକ ଅଭିଜ୍ଞତା ହେଉ, ଯାହା ଆମକୁ ଅନ୍ୟମାନଙ୍କ ଠାରୁ ଅଧିକ ଫାଇଦା ହେଉଛି, ଯେଥିପାଇଁ ଆମେ କମ୍ ପସନ୍ଦ କରୁଥିବା ଲୋକଙ୍କ ପ୍ରତି ଋଣୀ ଏବଂ ଯେପର୍ଯ୍ୟନ୍ତ ଆମର କ୍ଷମତାର ଅଛି ଆମେ ସେମାନଙ୍କୁ ସେବା କରିବାକୁ ଯାଉଛୁ। ଯଦି ଆମେ ଶକ୍ତିଶାଳୀ ତେବେ ଆମକୁ ଦୁର୍ବଳତା ହାତରୁ ରହିବାକୁ ପଡ଼ିବ। ମହିମାର ଦୂତମାନେ ଯିଏ ସର୍ବଦା ସ୍ୱର୍ଗର ପିତାଙ୍କ ଚେହେରା ଦେଖନ୍ତି, ତାଙ୍କର ଛୋଟ ପିଲାମାନଙ୍କୁ ସେବା କରିବାରେ ଆନନ୍ଦ ସେମାନେ ଅନୁଭବ କରନ୍ତି। ଚରିତ୍ରର ଅନେକ ଆପରିଜନକ ଗୁଣ ଥିବା ଥରି ଉଠିଥିବା ଆତ୍ମାମାନେ ସେମାନଙ୍କର ବିଶେଷ ଦାୟିତ୍ୱ ଅଟନ୍ତି। ଦେବଦୂତମାନେ ସର୍ବଦା ସେଠାରେ ଉପସ୍ଥିତ ଥାନ୍ତି ବନ୍ଧୁ, ଯେଉଁଠାରେ ସେମାନଙ୍କର ସବୁଠାରୁ ଅଧିକ ଆବଶ୍ୟକତା ଥାଏ। ଯେଉଁମାନଙ୍କ ସହିତ ଲଢ଼ିବା ପାଇଁ ନିଜ ସହିତ ସବୁଠାରୁ କଠିନ ଲଢ଼େଇ ହୁଏ ଏବଂ ଯାହା ପରିବେଶ ସବୁଠାରୁ ନିରୁତ୍ସାହଜନକ ଅଟେ। ଏବଂ ଏହି ସେବା ଖ୍ରୀଷ୍ଟଙ୍କ ପ୍ରକୃତ ଅନୁଗାମୀମାନେ ସହଯୋଗ କରନ୍ତି। କାରଣ ଆପଣମାନେ ଏହି ସେବାରେ ସହଯୋଗ କରିବା ପାଇଁ ଇଚ୍ଛା କରୁଛନ୍ତି କି ବନ୍ଧୁ? ତାହେଲେ ଚାଲନ୍ତୁ ସେଇ ଖ୍ରୀଷ୍ଟଙ୍କ ଠାରେ ଆମେ ସେବା ସହଯୋଗ କରିବା ଆଉ ଖ୍ରୀଷ୍ଟଙ୍କ ସେବାରେ ଆମେ ଲାଗିବା। ଯେହେତୁ ଖ୍ରୀଷ୍ଟ ଆମମାନଙ୍କ ପାଇଁ ମୃତ୍ୟୁବରଣ ହେଲେ, ଖ୍ରୀଷ୍ଟ ଆମମାନଙ୍କ ପାଇଁ ଏକ ଘର ଗୃହ ପ୍ରସ୍ତୁତ କରୁଛନ୍ତି, ଯେପରିକି ଆମେ ସେହି ସ୍ୱର୍ଗରାଜକୁ ଯାଇପାରିବା। ତାହେଲେ ଚାଲନ୍ତୁ ନିଜକୁ ସମର୍ପଣ କରି ତାହାଙ୍କ ମଧୁର ନାମରେ ବିଶ୍ୱାସ କରି ପ୍ରାର୍ଥନା କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର ଦୟାମୟ ଅନ୍ତର୍ଜମୀ ଅନୁଗ୍ରହ ପରମ ପିତା, ଧନ୍ୟବାଦ ଅର୍ପଣ କରୁଅଛୁ। ବର୍ତ୍ତମାନ ଯେଉଁ ବାକ୍ୟ ତୁମ ଭକ୍ତମାନଙ୍କୁ ଶୁଣାଇଲେ, ସେହି ବାକ୍ୟ ଅନୁସାରେ, ସେହି ସାବାତ ସ୍କୁଲ ପାଠ ଅନୁସାରେ ଆମମାନଙ୍କୁ ଚାଲିବା ପାଇଁ ବୁଦ୍ଧିରେ, ଜ୍ଞାନରେ, ଶକ୍ତିରେ ପରିପୂର୍ଣ୍ଣ କର। ଆମ ପାପ ସବୁ ତୁମ ସେହି ପ୍ରେମମୟ ରକ୍ତରେ ପରିଷ୍କାର ରୂପେ ଧୋଇ ଦିଅ। ଆଉ ପରିଶେଷ ଯେବେ ତୁମେ ତୁମ ସେହି ସହସ୍ର ଦୂତଙ୍କ ସହ ଆସିବେ, ସେତେବେଳେ ଆମମାନଙ୍କୁ ଏକ ବାସସ୍ଥାନ ଦିଅ ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ପ୍ରାର୍ଥନା କରୁଅଛି, ତୁମେ ଗ୍ରହଣ କର। ଆମେନ୍।